भाई डे टू रे काली आसिकी मु डायरेक्ट पहुँचली राति 8टा होगला। एते जाम ट्राफिक कोलकाता रे। ଯେତେବେଳେ ଆସିବେ କୋଲକାତା ପହଞ୍ଚିଲେ ଖଡ଼ଗପୁର ପାଖରୁ ଦୁଇଟା ରାସ୍ତା ରହିବ। ଗୋଟେ ହେଲା ଦୁର୍ଗାପୁର ଦେଇ ଆପଣ ଯାଇପାରିବେ ଦାର୍ଜିଲିଂ, ଅଦରୱାଇଜ୍ କୋଲକାତା ଭିତରେ ଦେଇ ଆସିପାରିବ। ରାସ୍ତା ସେମ୍ ରହିବ, ବେଶୀ ଡିଫରେନ୍ସ ରହିବନି, ବଟ୍ ମେନ୍ ହେଲା ଟ୍ରାଫିକ୍। ଆପଣ କେଉଁ ଟାଇମ୍ରେ ଆସୁଛନ୍ତି। ମୁଁ ଯେମିତି ଆସିଲି ଇଭିନିଂ ହେଇଗଲା, ଆଉ ଏତେ ଟ୍ରାଫିକ୍ ମାନେ ମୋତେ 40 କିଲୋମିଟର୍ସ ଲାଗିଗଲା ଭାଇ, ପାଖାପାଖି 3 ଆୱାର୍ସ। ଆଉ ମୋ ସବୁ ବ୍ୟାଣ୍ଡ ହେଇଗଲା ଭାଇ, ବ୍ୟାଣ୍ଡ ବାଜିଗଲା ମୋର। ଆଉ ମୁଁ ଆସିକି ପହଞ୍ଚିକି ଆଉ ଭିଡ଼ିଓ କରିପାରିଲିନି, ଏତେ ଟାୟାର୍ଡ଼ ଲାଗିଲା ମୋତେ। ମୁଁ ଡାଇରେକ୍ଟ ଶୋଇପଡ଼ିଲି ଅଳ୍ପ ଟିକେ ଖାଇକି। ଆଉ ତ ମୁଁ ଦୁର୍ଗାପୁର ରାସ୍ତାଟା ଜାଣିନି, ବଟ୍ ସେପଟେ କେମିତି ଥିବ ବଢ଼ିଆ ନେରୋ ରାସ୍ତା ରହୁଛି, ବଟ୍ ଏଇ ଟାଇପ୍ର ଟ୍ରାଫିକ୍ ରହିବନି ମୋତେ ଯେତିକି ଲାଗୁଛି। ତ ଯେତେବେଳେ ଆସିବେ ଆପଣ ଡାଇରେକ୍ଟ ଯିବେ ଦୁର୍ଗାପୁର ଦେଇ, ନହେଲେ କୋଲକାତା ଦେଇକି ଆସନ୍ତୁ। ଟାଇମିଂ ଦେଖିବେ ଟିକେ। ଟାଇମିଂ ତୁମେ ଯଦି ଦିନରେ ଆସୁଛ ଆଫ୍ଟରନୁନ୍, ନହେଲେ ମର୍ଣ୍ଣିଂ ଟାଇମ୍ରେ ରାତି 11ଟା ପରେ, ଦେନ୍ ଫ୍ରି ରହିବ, ଆରାମସେ ରହିବ। ସୋ ଏତିକି ଥିଲା। ବର୍ତ୍ତମାନ ଆମେ ବାହାରିବା ଡେ 3 କୋଲକାତାରୁ। ଦେଖିବା କେତେ ଦୂର ପହଞ୍ଚି ପାରୁଛେ। ସିଲିଗୁଡ଼ି ପ୍ଲାନ୍ ଅଛି, ବଟ୍ କେଉଁଠି ପହଞ୍ଚିବା କ'ଣ ନାହିଁ ମୁଁ ଜାଣିନି। ଚାଲ ବର୍ତ୍ତମାନ ଟିକେ ବ୍ରେକଫାଷ୍ଟ କରିକି ବାହାରିବା।